ନମସ୍କାର। ଏହି କିଛି ଦିନ ତଳେ ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଜଗତ ଛାଡ଼ି ଚାଲିଗଲେ। ସେ ଜଗତ ଛାଡ଼ି ଚାଲିଗଲେ ସତ, କିନ୍ତୁ ଅନେକ ଲୋକଙ୍କ ହୃଦୟରେ ବହୁତ ଗୁଡ଼ିଏ ପ୍ରଶ୍ନକୁ ସେ ଛାଡ଼ି ଦେଇକି ଚାଲି ଯାଇଛନ୍ତି। ଆଜିକାଲି ସୋସିଆଲ ମିଡ଼ିଆରେ ଅନେକ ଲୋକ ପ୍ରଶ୍ନ କରୁଛନ୍ତି, ଯୀଶୁ ତାକୁ ରକ୍ଷା କଲେ ନାହିଁ କାହିଁକି? ଏମିତି ମଧ୍ୟ ଜଣେ ଭାଇ ପ୍ରଶ୍ନ କରୁଥିଲେ, 3 ଦିନ ପରେ ଯଦି ହ୍ୟୁମାନ ସାଗରକୁ ଯୀଶୁ ଉଠେଇବେ, ତେବେ ଆମେ ଯୀଶୁଙ୍କୁ ବିଶ୍ୱାସ କରିବୁ। ତ ଆମେ ଯଦି ତାଙ୍କ ଜୀବନକୁ ଦେଖିବା, ସେ ଲଭ୍ ମ୍ୟାରେଜ୍ କରିଥିଲେ। ଆଉ କିଛି ଦିନ ପରେ ତାଙ୍କ ସ୍ୱାମୀ ଆଉ ସ୍ତ୍ରୀ ଭିତରେ ଗୋଟେ ଫାଟ ସୃଷ୍ଟି ହୋଇଯାଇଛି, ଯାହା ସୋସିଆଲ ମିଡ଼ିଆରେ ପ୍ରକାଶ ପାଉଥିଲା। ତ ଏହା ତାଙ୍କ ହୃଦୟରେ ବହୁତ ଯନ୍ତ୍ରଣାଦାୟକ ନିଶ୍ଚିତ ଭାବେ ଥିବ। ଆଉ କିଛି ଲୋକ ମଧ୍ୟ ତାଙ୍କୁ ଶୋଷଣ କରୁଥିବାର ମଧ୍ୟ ସୋସିଆଲ ମିଡ଼ିଆରେ ପ୍ରକାଶ ପାଇଛି। ଆଉ ଆମେ ଯଦି ତାଙ୍କ ଜୀବନକୁ ଯଦି ଦେଖିବା, ତେବେ ବିଭିନ୍ନ କାରଣରୁ ତାଙ୍କର ହୃଦୟ ବହୁତ ଚାପର ବଶବର୍ତ୍ତୀ ହେଇକି ଚାଲୁଥିଲା। ଆଉ ହୁଏତ ସେଥିପାଇଁ ସେ ନିଶା ମଧ୍ୟ ସେବନ କରୁଥିଲେ। ତ ଆମେ କେବଳ ହ୍ୟୁମାନ ସାଗର ନୁହଁ, ଆଜି ପୃଥିବୀ ପୃଷ୍ଠରେ ଅନେକ ଲୋକଙ୍କର ଅବସ୍ଥା ଏହି ପ୍ରକାର ଦୟନୀୟ ଆଉ ଶୋଚନୀୟ ଅବସ୍ଥାରେ ପରିଚାଳିତ ହେଉଛି, ଯଦ୍ୱାରା ଲୋକମାନେ କିଛି ଶାନ୍ତି ପାଇବା ପାଇଁ, କିଛି ଆନନ୍ଦ ପାଇବା ପାଇଁ ନିଶାକୁ ଆପଣେଇଥାନ୍ତି। ନିଶ୍ଚିତ ଭାବେ ଏ ପ୍ରକାର ହିଁ ଘଟିଲା ହ୍ୟୁମାନ ସାଗରଙ୍କ ଜୀବନରେ, ଯଦ୍ୱାରା ସେ ତାଙ୍କର ଶରୀରର କିଛି ଅଙ୍ଗ ନଷ୍ଟ ହୋଇଗଲା ଆଉ ସେ ମୃତ୍ୟୁ ମୁଖରେ ପଡ଼ିଲେ। ତ ଏମିତି ଯେଉଁ ଲୋକମାନେ ଦୟନୀୟ ଅବସ୍ଥାରେ ବଞ୍ଚୁଥାନ୍ତି, ଅନେକ ଲୋକ ଆତ୍ମହତ୍ୟା ମଧ୍ୟ କରିଥାନ୍ତି। ଅନେକ ଲୋକଙ୍କର ଜୀବନ ଏ ପ୍ରକାର ଦୟନୀୟ ଅବସ୍ଥାରେ ଅକାଳରେ ମୃତ୍ୟୁ ହୋଇଯାଏ। ତ ତେବେ ପ୍ରଶ୍ନ ଉଠୁଛି, ଈଶ୍ୱର କାହିଁକି ଏମାନଙ୍କୁ ଉଦ୍ଧାର କରିପାରୁନାହାନ୍ତି? ଈଶ୍ୱର କ'ଣ ଉଦ୍ଧାର କରିପାରିବେ ନାହିଁ କି? ନା ବାଇବେଲରେ କିଛି ରାସ୍ତା ଅଛି ନା ନାହିଁ? ନିଶ୍ଚିତ ଭାବେ ଅଛି। ଆମେ ଯଦି ହ୍ୟୁମାନ ସାଗରଙ୍କର ଜୀବନରେ ଯଦି ଦେଖିବା ବା ଆଲୋଚନା କରିବା, ତେବେ ସେ ନିଶ୍ଚିତ ଭାବେ ଖ୍ରୀଷ୍ଟିଆନ, ଯେହେତୁ ସେ ଖ୍ରୀଷ୍ଟିଆନ ଥିଲେ, ସେଥିପାଇଁ ସେ ନିଶ୍ଚିତ ଭାବେ ପ୍ରାର୍ଥନା ମଧ୍ୟ କରିଥିବେ। ତାଙ୍କ ପାଇଁ ବି ମଣ୍ଡଳୀ ପ୍ରାର୍ଥନା କରିଥିବ, ଆଉ ସେ ମଧ୍ୟ କିଛି କରିବା ପାଇଁ ପ୍ରୟାସ କରିଥିବେ ନିଶ୍ଚିତ ଭାବେ। କିନ୍ତୁ ଯେତେବେଳେ ତାଙ୍କ ଜୀବନକୁ ସେ ଦେଖିଲେ, ତାହା ସମ୍ପୂର୍ଣ୍ଣ ନିୟନ୍ତ୍ରଣର ବାହାରେ ପରିଚାଳିତ ହେଉଥିଲା। ତ ଯେତେବେଳେ ମନୁଷ୍ୟର ଜୀବନ ନିୟନ୍ତ୍ରଣରୁ ବାହାରକୁ ଚାଲିଯାଏ, ସେ ସମୟରେ ଆମେ ତାକୁ ଉପଦେଶ ଦେବା, କୌଣସି ଭଲ କଥା କହିବା, କୌଣସି ଭଲ ରାସ୍ତା ଦେଖିବା, ତାହା କେବେ ହେଲେ କାର୍ଯ୍ୟରେ ପରିଣତ ହେବ ନାହିଁ। ଏହା ବିପରୀତ ଭାବରେ ଏହା ଗୋଟେ ବୋଝଗ୍ରସ୍ତ ସାବ୍ୟସ୍ତ ହେବ। ସେଥିପାଇଁ ଲୋକଙ୍କର ଜୀବନ ମାନେ ଆଗକୁ ବଢ଼ିବା ପରିବର୍ତ୍ତେ ପଛକୁ ଚାଲିଯାଉଛି। ତ ନିଶ୍ଚିତ ଭାବେ ବାଇବେଲରେ ରାସ୍ତା ଅଛି। ମୁଁ ଆଜି ଅଳ୍ପ ସମୟ ବାଇବେଲରୁ ଆପଣମାନଙ୍କୁ କହିବି, ଯେହେତୁ ମୁଁ ଯାହା ଆପଣ ଏଠି କହିବା ପାଇଁ ଚାହୁଁଛି, ତାହା କୌଣସି ଜଗତର ଲୋକଙ୍କର କିମ୍ବା ମନୁଷ୍ୟର ଜ୍ଞାନର ରାସ୍ତା ନୁହଁ। ତେଣୁ ଏହା ବୁଝିବା ପାଇଁ କଷ୍ଟ ହୋଇପାରେ। ମୁଁ ଆପଣଙ୍କୁ ଅନୁରୋଧ କରୁଛି, ଏ ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଶୁଣନ୍ତୁ। ଯଦି ବୁଝି ନପାରିବେ ଆଉ ଥରେ ଶୁଣନ୍ତୁ। ଯଦି ଆପଣ ବାଇବେଲ ପଢ଼ୁଛନ୍ତି, ତେବେ ଏ ଭିଡ଼ିଓ ଏ ସୁସମାଚାର ଶୁଣିବା ପାଇଁ, ବୁଝିବା ପାଇଁ ଆପଣଙ୍କୁ ନିଶ୍ଚିତ ଭାବେ ସହଜ ହୋଇପାରେ। ତେବେ ଈଶ୍ୱରଙ୍କର ଯେଉଁ ରାସ୍ତା ବାଇବେଲ ଭିତରେ ଅଛି, ଆମେ ଯଦି ସ୍ପଷ୍ଟ ଭାବେ ଯଦି ଯୀଶୁଙ୍କୁ ଭେଟି ପାରିବା, ତେବେ ନିଶ୍ଚିତ ଭାବେ ଆମର ଜୀବନ ପରିବର୍ତ୍ତନ ହେବ। ଆମେ ଯେକୌଣସି ଦୟନୀୟ ଅବସ୍ଥାରେ ଥାଉ ନା କାହିଁକି, ମୁଁ କାହିଁକି ଏ ପ୍ରକାର ବିଷୟ କହୁଛି, ମୁଁ ମଧ୍ୟ ପ୍ରାୟ 18-20 ବର୍ଷରୁ ମୁଁ ମଦ୍ୟପାନ କରୁଥିଲି। ମଦ୍ୟପାନ କରିବାରେ ବହୁତ ଅଭ୍ୟସ୍ତ ହୋଇଗଲି। ମୁଁ ଯଦି ଏକ୍ଜାକ୍ଟ ଯୀଶୁଙ୍କୁ ଭେଟି ନଥାନ୍ତି, ତେବେ ମୁଁ ଏ ଦୁନିଆରେ ରହିନଥାନ୍ତି। କାରଣ ମୁଁ ବହୁତ ମଦ ପିଉଥିଲି। ତାପରେ ଦୋକାନରେ ଯେଉଁ ଭାଙ୍ଗ ପୁଡ଼ିଆ ଯାହା ବି ମିଳୁଥିଲା, ସେ ସବୁ ବିଷୟ ମୁଁ ଖାଉଥିଲି। ତ ମୁଁ ବର୍ତ୍ତମାନ ନିଶ୍ଚିତ ଭାବେ ମୃତ୍ୟୁଭୋଗ କରିସାରିଥାନ୍ତି। ଯେହେତୁ ମୁଁ ଯୀଶୁଙ୍କୁ ଭେଟି ପାରିଲି, ଆଉ ମୋର ଜୀବନ ବଦଳିଗଲା। ଆଉ ମୁଁ ଏ ସମସ୍ତ ବିଷୟରୁ ଯୀଶୁ ମୋତେ ମୁକ୍ତ କରିଛନ୍ତି। ତ
ସେଥିପାଇଁ ମୁଁ ସାହସର ସହିତ ଆଜି ଏ ଭିଡ଼ିଓ ମାଧ୍ୟମରେ ମୁଁ କହିବା ପାଇଁ ଚାହୁଁଛି, ବାଇବେଲ ଭିତରେ ନିଶ୍ଚିତ ଭାବେ ରାସ୍ତା ଅଛି। ଆମେ ଯଦି ସ୍ପଷ୍ଟ ଭାବେ ଯୀଶୁଙ୍କୁ ଭେଟି ପାରିବା, ଯୀଶୁଙ୍କୁ ଯେଉଁମାନେ ବି ଠିକ୍ ରାସ୍ତାରେ ଭେଟିଲେ, ସେ ଲୋକମାନେ ତାଙ୍କ ଜୀବନରେ ବହୁତ ପରିବର୍ତ୍ତନ ଆସିଗଲା। ଯକ୍ଷ ପରି ଲୋକମାନେ, ବେବିଚାରୀ ସ୍ତ୍ରୀ ପରି ଲୋକମାନେ, ଆଉ ଯେଉଁ ଲୋକମାନଙ୍କର କି ଜଗତରେ କୌଣସି ଆଶା ନଥିଲା, ସେମାନେ ଯୀଶୁଙ୍କୁ ଆଶା ଭାବେ ପ୍ରାପ୍ତ ହେଲେ। ଯୀଶୁ ସେମାନଙ୍କର ଆଶା ହେଇଗଲେ, ଆଉ ସେମାନଙ୍କର ଜୀବନରେ ବହୁତ ପରିବର୍ତ୍ତନ ଆସିଗଲା। ତେଣୁ ଆମେ ଯଦି ଆଜି ଯୀଶୁଙ୍କୁ ଭେଟି ପାରିବା, ତେବେ ନିଶ୍ଚିତ ଭାବେ ଆମ ଜୀବନ ମଧ୍ୟ ବଦଳି ପାରିବ। ତେବେ ଆସନ୍ତୁ ବାଇବେଲ ଭିତରକୁ ଯିବା। ବାଇବେଲର ଗୋଟେ କାହାଣୀ ଦ୍ୱାରା ମୁଁ ଆପଣଙ୍କୁ କହିବି, ଭିଡ଼ିଓର ଏ ସୁସମାଚାର ପ୍ରଚାର କରିବି। ବାଇବେଲରେ ଇସ୍କରିତ ଜିହୁଦା ବୋଲି ଜଣେ ଲୋକ ଅଛି, ଯିଏକି ଯୀଶୁଙ୍କର ଶିଷ୍ୟ। ଯୀଶୁଙ୍କର ଶିଷ୍ୟ ମାନେ ସେ ସବୁ ବିଷୟ ଜାଣିସାରିଛି, କାରଣ 3 ବର୍ଷ ହେଲା ସେ ଯୀଶୁଙ୍କର ଅନୁଗମନ କରୁଥିଲା। ଯୀଶୁଙ୍କର ଶିଷ୍ୟ ଇସ୍କରିତ ଜିହୁଦା, ସେ ଦିନେ କ'ଣ ହେଇଛି, ସେ ଯୀଶୁଙ୍କୁ କିଛି ପଇସା ପାଇଁ ବୋଲି ବିକ୍ରୟ କରିଦେଲା। ତ ତା ପୂର୍ବରୁ ସେ କ'ଣ ଚିନ୍ତା କରୁଥିଲା କିମ୍ବା ହାଲକା ଭାବେ ନେଲା, ସେଇଟା ନିଶ୍ଚିତ ଭାବେ ସେ ଜାଣିଛି। କିନ୍ତୁ ଯେତେବେଳେ ସେ ଯୀଶୁଙ୍କୁ ବିକ୍ରୟ କରିସାରିଲା, ତା ପରବର୍ତ୍ତୀ ମୁହୂର୍ତ୍ତରେ ତାର ହୃଦୟକୁ ଯଦି ଆମେ ଦେଖିବା ବାଇବେଲ ଭିତରେ, କିମ୍ବା ଆମେ ଯଦି ନିଜେ ବି ମନୁଷ୍ୟ ଭାବେ ଚିନ୍ତା କରିବା, ସେ କେମିତି ବିବ୍ରତ ହେଇନଥିବ। ମୁଁ କାହିଁକି ଏ ବିଷୟ କଲି? ମୁଁ କାହିଁକି ପଇସା ନେଲି? ମୋ ହୃଦୟରେ କାହିଁକି ଏ ପ୍ରକାର ବିଷୟ ଆସିଲା? ମୁଁ ଏମିତି କରିବାର ନଥିଲା। ମୁଁ ଜଣେ ଏଇ ପ୍ରକାର ଲୋକ। ତ ବହୁତ ଗୁଡ଼ାଏ ଚିନ୍ତାର ଚାପ ଦ୍ୱାରା ତାଙ୍କ ହୃଦୟ ପୁରା ମାନେ ଚାପି ହେବାକୁ ଲାଗିଲା। ସେଥିପାଇଁ ସେ କ'ଣ କଲେ, ବାଧ୍ୟ ହେଇକି ଯାଇକି ଆତ୍ମହତ୍ୟା କଲେ ବୋଲି ଲେଖା ହେଇଛି। ଆତ୍ମହତ୍ୟା। ତେବେ ଯୀଶୁ ଯଦି ସାରା ଜଗତର ଲୋକ ପାଇଁ ଆସିଥିଲେ, ତେବେ ଇସ୍କରିତ ଜିହୁଦା ପାଇଁ କ'ଣ ଆସିନଥିଲେ କି? ଆସିଥିଲେ। କିନ୍ତୁ ସେ କାହିଁକି ଆତ୍ମହତ୍ୟା କଲା? ବାଇବେଲରେ ସ୍ପଷ୍ଟ ଅଛି। ତ ଆମେ ଯେତେବେଳେ ଇସ୍କରିତ ଜିହୁଦାକୁ ଦେଖୁଛୁ, ଆମେ ତାକୁ ହିଁ ରାଗୁଛୁ, ଆମେ ତାକୁ ହିଁ ଫୋକସ୍ କରିକି ଗାଳି କରୁଛୁ, କିମ୍ବା ଆମ ହୃଦୟରେ ସେ ଗୋଟେ ଭଲ ଲୋକ ନଥିଲା, ସେ କାହିଁକି ଟଙ୍କାର ଲାଳସାରେ ସେ ଯୀଶୁଙ୍କୁ ବିକ୍ରୟ କଲା? ତ ସ୍ୱାଭାବିକ ସ୍ତରରେ ଆମ ହୃଦୟରେ ସେ ପ୍ରକାର ପ୍ରଶ୍ନ ଆସେ। ତେବେ ସେ ପରେ ମଧ୍ୟ ସେ ପ୍ରଶ୍ନ ଗୁଡ଼ାକ ଦ୍ୱାରା ଧରାଗଲା ସେ। କିନ୍ତୁ ପ୍ରକୃତରେ ସମସ୍ୟା କ'ଣ ଥିଲା? ବାଇବେଲ ଭିତରେ ଆମେ ଦେଖିବା, ମନୁଷ୍ୟ କାହିଁକି ଏ ପ୍ରକାର ମାନେ ଅଚାନକ ଭାବେ ବଡ଼ ବଡ଼ ଷ୍ଟେପ୍ ନେଇଯାଉଛି, ଯେଉଁ ଷ୍ଟେପ୍ ଦ୍ୱାରା କି ସେ ବିନଷ୍ଟ ହେବ। ଆସନ୍ତୁ ଆମେ ଯୋହନ ପୁସ୍ତକକୁ ଯିବା। ଯୋହନ ପୁସ୍ତକରେ କ'ଣ ଲେଖା ଅଛି? ଯୋହନ 13 ପର୍ବ ତାର 2 ପଦ ମୁଁ ପଢ଼ୁଛି। ଯୋହନ 13 ପର୍ବ ତାର 2 ପଦ। ଯୋହନ ପୁସ୍ତକ 13 ପର୍ବ ତାର 2 ପଦ। ଆଉ ରାତ୍ରି ଭୋଜ ସମୟରେ ଯେତେବେଳେ ଶୈତାନ ସିମୋନର ପୁତ୍ର ଇସ୍କରିତ ଜିହୁଦାର ହୃଦୟରେ ଯୀଶୁଙ୍କୁ ଶତ୍ରୁ ହସ୍ତରେ ସମର୍ପଣ କରିବା ନିମନ୍ତେ ସଂକଳ୍ପ ଜାତ କରିସାରିଥିଲା। ଏଠି ଦେଖନ୍ତୁ ବାଇବେଲ କ'ଣ କହୁଛି, ଆମେ ଚିନ୍ତା କରୁଛୁ କ'ଣ? ଆମେ ସ୍ୱାଭାବିକ ଭାବେ ଭାବୁଛୁ ଇସ୍କରିତ ଜିହୁଦା ସେମିତି କଲା, କିନ୍ତୁ ବାଇବେଲ କହୁଛି ସେଇ ରାତ୍ରି ସମୟରେ କିଏ କାର୍ଯ୍ୟ କରିସାରିଥିଲା? ଶୈତାନ। ତ ଆମର ଅଦୃଶ୍ୟ ଭାବେ ଗୋଟେ ଶକ୍ତି କାର୍ଯ୍ୟ କରୁଛି, ଯିଏକି ଆମକୁ ବନଉଛି ସେ ରାସ୍ତାକୁ ନେବା ପାଇଁ ସେ ଆମକୁ ବନଉଛି। ତ ଆମେ ବାଇବେଲର ବିଚାରଧାରା ସହିତ ଯଦି ଏକମତ ହେବା, ତେବେ ଏଇ ବିଷୟକୁ ଆମେ ଗ୍ରହଣ କରିପାରିବା, ନଚେତ ଆମେ କେବେ ହେଲେ ଗ୍ରହଣ କରିପାରିବା ନାହିଁ। କାରଣ ଈଶ୍ୱର ଯାହା ଦେଖୁଛନ୍ତି, ଯାହା ଜାଣିଛନ୍ତି, ତାହା ସେ ବାଇବେଲରେ ଲେଖିଛନ୍ତି। ଯେହେତୁ ଆମେ ମନୁଷ୍ୟ, ଆମେ ଯାହା ଦେଖୁଛୁ, ଆମେ ଯାହା ଭାବୁଛୁ, ସେଇ ବିଷୟକୁ ହିଁ ଆମେ ପ୍ରାଧାନ୍ୟ ଦେଇଥାଉ। ତେବେ ଆମେ ସତ୍ୟ ନା ଈଶ୍ୱର ସତ୍ୟ, ପ୍ରଥମେ ଆମକୁ ଜାଣିବାକୁ ଅଛି। ଯଦି ଈଶ୍ୱର ସତ୍ୟ, ତେବେ ତାଙ୍କର ବିଷୟ ଆମେ ସତ୍ୟ ଭାବେ ଗ୍ରହଣ କରିବା, ଆମ ବିଷୟକୁ ଫୋପାଡ଼ି ଦେବା। କିନ୍ତୁ ଅଧିକାଂଶ ଲୋକ କ'ଣ କରୁଛନ୍ତି, ସେମାନେ ଜଗତର ବିଚାରଧାରା, ନିଜର ଜ୍ଞାନ ବୁଦ୍ଧିକୁ ନେଇକି ବାଇବେଲକୁ ବୁଝିବା ପାଇଁ ଚାହୁଁଛନ୍ତି। ଆମେ ଯେତେ ଯାହା କଲେ ମଧ୍ୟ ଈଶ୍ୱରଙ୍କର ଜ୍ଞାନ ସହିତ ଆମେ ଈଶ୍ୱରଙ୍କର ରାସ୍ତାକୁ ଆମେ ଜାଣି ହିଁ ପାରିବା ନାହିଁ। ସେଥିପାଇଁ ଆମକୁ କ'ଣ କରିବାକୁ ଅଛି? ବିଶ୍ୱାସ କରିବାକୁ ଅଛି। ସ୍ୱର୍ଗ ଅଛି ବୋଲିକି ଆମେ ଜାଣିପାରିବା କି? ସତ ଚେଷ୍ଟା କଲେ ଆମେ ଖୋଜିପାରିବା ନାହିଁ ସ୍ୱର୍ଗ କୁଆଡ଼େ ଅଛି, କେମିତି ଅଛି। ନାଇଁ, ବାଇବେଲରେ ଲେଖା ହେଇଛି ସ୍ୱର୍ଗ ଅଛି, ସେଥିପାଇଁ ଆମେ ବିଶ୍ୱାସ କରିବା ଦରକାର କି ସ୍ୱର୍ଗ ଅଛି। ତ ଏଠି ଆମେ ଯଦି
ଈଶ୍ୱରଙ୍କର ସୃଷ୍ଟିକୁ ଯଦି ଦେଖିବା, ମନୁଷ୍ୟ କେମିତି ସୃଷ୍ଟି କଲେ, ଗୋଟେ ଧୂଳିର ଗୋଟେ ମୂର୍ତ୍ତି ବନାଇଲେ, ମାଟିର ମୂର୍ତ୍ତି ଗୋଟେ ବନା ହେଲା, ସେଥିରେ ଜୀବନ ଥିଲା କି ନାହିଁ। ତ ବାଇବେଲ ଏମିତି ମଧ୍ୟ କହୁଛି, ତୁମ୍ଭେମାନେ ହେଉଛ ଈଶ୍ୱରଙ୍କର ମନ୍ଦିର ବୋଲି ଲେଖା ହେଇଛି। ତ ମନ୍ଦିର ଗୋଟେ ସେ ଗୋଟେ ମାଟିରେ ନିର୍ମିତ କିମ୍ବା ସିମେଣ୍ଟରେ କାନ୍ଥରେ ନିର୍ମିତ ଗୋଟେ ଜାଗା, ସେଇଟା ହେଉଛି ମନ୍ଦିର। ତ ମନୁଷ୍ୟକୁ ମନ୍ଦିର ଭାବେ ଈଶ୍ୱର ସୃଷ୍ଟି କରିଥିଲେ। ତ ସେ ମନ୍ଦିରରେ କିଏ ରହିବା ପାଇଁ ନା ଈଶ୍ୱର ସ୍ୱୟଂ ସେ ମନ୍ଦିରରେ ବାସ କରିବା ପାଇଁ ସେ ସୃଷ୍ଟି କରିଥିଲେ। କିନ୍ତୁ ଆଦି ପୁସ୍ତକ 3 ପର୍ବରେ ସେଠି ଶୈତାନ ବାସ କରୁଛି ବୋଲି ବାଇବେଲ କହୁଛି। ଜଣେ ଲୋକ ଦ୍ୱାରା ପାପ ଆଉ ପାପ ଦ୍ୱାରା ମୃତ୍ୟୁ ଜଗତରେ ପ୍ରବେଶ କଲା ବୋଲି ଲେଖା ହେଇଛି। ତାର ତ ମନୁଷ୍ୟ ଭିତରେ ଏଣ୍ଟ୍ରି କଲା କିଏ? ମୃତ୍ୟୁ, ଶୈତାନ, ପାପ ରାଜତ୍ୱ କଲା। ତ ସେଇ ଦିନ ଠାରୁ ଆଦି ପୁସ୍ତକ 3 ପର୍ବ ଠାରୁ ମନୁଷ୍ୟକୁ କିଏ ଚଲାଉଛି, ସେ ମନ୍ଦିରରେ କିଏ ବାସ କରୁଛି? ଶୈତାନ ରାଜତ୍ୱ କରୁଛି, ଶୈତାନ ବାସ କରୁଛି। ସେଥିପାଇଁ ଆମେ ବାଇକ ଭାବେ ଯାହା ବୁଝୁଛୁ ତାହା ସତ୍ୟ ନୁହେଁ। ତେଣୁ ଆମେ ଯାହା ବୁଝୁଛୁ, ଯାହା ଜାଣିଛୁ, ସେଇ ଅନୁସାରେ ଯଦି ଆମେ ଦୃଢ଼ ଭାବେ ଯଦି ପରିଚାଳିତ ହେବା, ତଥାପି ଆମର ଜୀବନରେ ଆମେ କେବେ ହେଲେ ସକ୍ସେସ୍ ହେଇପାରିବା ନାହିଁ। ଆମେ ପାପମୁକ୍ତ ଜୀବନକୁ କେବେ ହେଲେ ବିତେଇ ପାରିବା ନାହିଁ। ତେଣୁ ଆମକୁ ସତ୍ୟ ଆବିଷ୍କାର କରିବାକୁ ଅଛି, କାହିଁକି ଆମ ଜୀବନରେ ଏ ପ୍ରକାର ଘଟୁଛି। ଆମେ ବର୍ତ୍ତମାନ ହ୍ୟୁମାନ ସାଗରଙ୍କ ବିଷୟରେ ଆଲୋଚନା କରୁଛୁ, ଯେହେତୁ ସେ କ'ଣ ଜାଣିନଥିବେ କି? ବାଇବେଲର ପ୍ରତ୍ୟେକ ବିଷୟ ସେ ଜାଣିଥିବେ। ଯେହେତୁ ସେ ଗୋଟେ ମଣ୍ଡଳୀ ଭିତରେ ବିଲଙ୍ଗ କରୁଥିଲେ, ସେ ସବୁ ବିଷୟ ଜାଣିଥିବେ, କିଛି ବିଷୟ କରିବା ପାଇଁ ବି ଚାହିଁଥିବେ, ପିଲାବେଳରୁ କିଛି ବିଷୟ ଶିଖି ମଧ୍ୟ ଥିବେ, କିନ୍ତୁ କୌଣସି ବିଷୟ କାର୍ଯ୍ୟରେ ଲାଗିପାରିଲା ନାହିଁ। ତ ସେ ଗୋଟେ ଦିଗହରା ହେଇଗଲେ, ତାଙ୍କ ହୃଦୟରେ ଯନ୍ତ୍ରଣାଗ୍ରସ୍ତ ହେଇଗଲା। ସେଥିପାଇଁ ସେ ଆଉ କ'ଣ କରିବେ କିଛି ବୁଝିପାରିନଥିବେ ଶେଷ ମୁହୂର୍ତ୍ତରେ। ତ ଏଠି ଇସ୍କରିତ ଜିହୁଦାକୁ କିଏ ନିୟନ୍ତ୍ରଣ କରୁଛି? ସେଠି ଶୈତାନ ନିୟନ୍ତ୍ରଣ କରୁଛି, ଯଦ୍ୱାରା ସେ ଯୀଶୁଙ୍କୁ ବିକ୍ରୟ କରୁଛି। କିନ୍ତୁ ଏ କଥା ସେ ଜାଣିପାରିଲା କି? ସେ କେବେ ହେଲେ ଜାଣିପାରି ନାହିଁ। କାହିଁକି? କାରଣ ସେ ନିଜ ଚିନ୍ତା ଦ୍ୱାରା, ଆଉ ସେ ଶେଷରେ ସେ ଟଙ୍କା କାହା ଆଗକୁ ନେଇକି ଯାଇଥିଲା? ସେ ଶାସ୍ତ୍ରୀ ଫାରୁସୀମାନଙ୍କ ଆଗକୁ ନେଇକି ଯାଇଥିଲା। ସେମାନେ କ'ଣ କହିଲେ? ତୋ କଥା ତୁ ବୁଝେ, ତୋ କଥା ତୁ ବୁଝେ। ତାର ଅର୍ଥ କ'ଣ? ସେମାନେ କେବେ ହେଲେ ଜାଣିନାହାନ୍ତି ଏଇଟା ଶୈତାନର କାର୍ଯ୍ୟ ବୋଲି। ଏଇଟା ଶୈତାନ ତୋ ଭିତରେ ଥାଇକି କଲା, ଏମିତି କେବେ କହିପାରିଲେ କି ସେମାନେ? କେବେ ହେଲେ କହିପାରିଲେ ନାହିଁ। ସେଥିପାଇଁ ଆମେ ଯେକୌଣସି ସମସ୍ୟାରେ ପଡ଼ିଥିଲେ ମଧ୍ୟ ଆମେ କ'ଣ ଲୋକଙ୍କ ଦ୍ୱାରା କିମ୍ବା ନିଜ ବୁଦ୍ଧି ବିବେକ ଦ୍ୱାରା ଆମେ ସେଥିରୁ ମୁକୁଳିବା ପାଇଁ ଚେଷ୍ଟା କରୁଛୁ। ଆମେ ଜାଣିନୁ ଏଇଟା କିଏ ମୋତେ ଏମିତି କରୁଛି, ମୋ ଦ୍ୱାରା ହେବ କି ନାହିଁ କି ଆମେ ଜାଣିନୁ, ଆକଳନ କରିନୁ। ସେଥିପାଇଁ ଜଗତର ବୁଦ୍ଧି ଜ୍ଞାନ ଦ୍ୱାରା, ଜଗତର ରାସ୍ତା ଦ୍ୱାରା ଆମେ ମୁକୁଳିବା ପାଇଁ ଚାହୁଁଛୁ। ତ କେତେକ କ୍ଷେତ୍ରରେ ଟିକେ ଟିକେ ଏପଟ ସେପଟ ହେଇପାରେ, କିନ୍ତୁ ମନୁଷ୍ୟ ପାଖରେ କେବେ ହେଲେ ବଳ ନାହିଁ ଶୈତାନ ହାତରୁ ସେ ଖସିଯିବା ପାଇଁ। ଶୈତାନକୁ ପରାସ୍ତ କରିବା ପାଇଁ ମନୁଷ୍ୟ ପାଖରେ ବଳ ହିଁ ନାହିଁ, କି ମନୁଷ୍ୟର ଏମିତି ଜ୍ଞାନ ନାହିଁ ଯାହାକି ଶୈତାନକୁ ସେ ପଛରେ ପକାଇ ଦେଇପାରେ। ତେଣୁ ଧରାଗଲା ଇସ୍କରିତ ଜିହୁଦା ଶୈତାନ ହାତରେ, ଆଉ ସେ କ'ଣ କଲା? ଯୀଶୁଙ୍କୁ ବିକ୍ରୟ କଲା। ଯଦି ସେ ବିଷୟ ସେ ଯଦି ଜାଣିପାରିଥାନ୍ତା, ଶୈତାନ ଦ୍ୱାରା ମୁଁ ଏ ପ୍ରକାର କାର୍ଯ୍ୟ କରିଅଛି କିମ୍ବା ଶୈତାନ ମୋ ଭିତରେ ଥାଇକି ଏ କାର୍ଯ୍ୟ କରିଅଛି, ସେ ନିଶ୍ଚିତ ଭାବେ ମୁକ୍ତ ହେଇପାରିଥାନ୍ତା। ସେ ଯୀଶୁଙ୍କ ଆଡ଼କୁ ଆଉ ଯାଇପାରିଥାନ୍ତା, ସେ ଯୀଶୁଙ୍କ ଶିଷ୍ୟମାନଙ୍କ ସହିତ ଭେଟି ପାରିଥାନ୍ତା। ସେ ଶିଷ୍ୟମାନଙ୍କୁ ଯଦି ଭେଟି ପାରିଥାନ୍ତା, ତେବେ ନିଶ୍ଚିତ ଭାବେ ତାକୁ ଜଣେଇ ଦିଆଯାଇଥାନ୍ତା ଶୈତାନ ଏ କାର୍ଯ୍ୟ କରିଛି। କାରଣ ଯୀଶୁ ମରିବା ପୂର୍ବରୁ ହିଁ କହିଥିଲେ, ତୁମମାନଙ୍କ ଭିତରୁ ଜଣେ ମୋତେ ଶତ୍ରୁ ହସ୍ତରେ ସମର୍ପଣ କରିବ। ତ ପ୍ରକୃତରେ ଏହି ପ୍ରକାର ଘଟଣା ଅଛି, ବାଇବେଲରେ ଏ ପ୍ରକାର ମନୁଷ୍ୟ ବିଷୟରେ ଲେଖା ଅଛି। ଆସନ୍ତୁ ଆକୁ ସ୍ପଷ୍ଟ କରିବା ପାଇଁ ଆଉ ଗୋଟେ ବାକ୍ୟ ନେବା। ଆମେ ରୋମିଓ ପୁସ୍ତକ ଯିବା, ରୋମିଓ 7 ପର୍ବକୁ ଦେଖିବା। ରୋମିଓ 7ର 19 ଆଉ 20 ପଦ ମୁଁ ପଢ଼ୁଛି। ରୋମିଓ 7ର 19 ଆଉ 20 ପଦ। କାରଣ ଯେଉଁ ଉତ୍ତମ କର୍ମ କରିବାକୁ ମୁଁ ଇଚ୍ଛା କରେ ତାହା କରେ ନାହିଁ, କିନ୍ତୁ ଯେଉଁ ମନ୍ଦ କର୍ମ କରିବାକୁ ମୁଁ ଇଚ୍ଛା କରେ ନାହିଁ ତାହା କରେ। ଏ ବାକ୍ୟଟା ଶୁଣିଲେ ବହୁତ ଆଶ୍ଚର୍ଯ୍ୟ ଲାଗୁଛି ପଢ଼ିଲେ, କି କେମିତି ଆମମାନଙ୍କର ଜୀବନ ସହିତ ମ୍ୟାଚ୍ କରୁଛି। କ'ଣ ଲେଖା ହେଇଛି? 19 ପଦ, ରୋମିଓ 7ର 19 ପଦ। କାରଣ ଯେଉଁ ଉତ୍ତମ କର୍ମ କରିବାକୁ ମୁଁ ଇଚ୍ଛା କରେ ତାହା କରେ ନାହିଁ। ହ୍ୟୁମାନ ସାଗରଙ୍କ ଜୀବନରେ ମଧ୍ୟ କିଛି ଉତ୍ତମ କରିବା ପାଇଁ ନିଶ୍ଚିତ ଭାବେ ଇଚ୍ଛା ଥିବ, କିନ୍ତୁ ସେ ମନ୍ଦ ଆଡ଼କୁ ଟାଣି ହେଲେ, କିଛି ହେଲେ। ଏମିତି କେବଳ ହ୍ୟୁମାନ ସାଗରଙ୍କର ଜୀବନରେ ଘଟୁଛି ସେମିତି ନାହିଁ, ପ୍ରତ୍ୟେକ ମନୁଷ୍ୟ ଜୀବନରେ ଏମିତି ଘଟୁଛି। ପ୍ରତ୍ୟେକ ଲୋକଙ୍କର ହୃଦୟରେ ଗୋଟେ ଡିଜାୟାର ଅଛି, ସ୍ୱପ୍ନ ଅଛି, ସେ ଉତ୍ତମ ହେବେ, ଉତ୍ତମ କାର୍ଯ୍ୟ କରିବେ।
उत्तम विषय आग को बढ़े समस्त हृदय इच्छा तो अच्छी किंतु कौन लिखाई मु इच्छा करे ना ताहा करे नाही किंतु जो मंद कर्म करने मु इच्छा करे नाही ताहा करे बोले यहाँ हूँ ईश्वर आम मानक देखा विषय वस्तु यहाँ अल्प लोक यहाँ बुझीपारती कि आम जीवन में एमती घटुची बोलिकी किंतु अधिकांश लोक जदिव भी से जीवन सेमती घटुची किंतु से चिंताधारा आगे पढ़े नहीं जा एथर एमती होगा आर थर मु ठीक करी तो से गोटे भविष्य दुनिया से घूरी बुलती एबे नहीं परे एबे नहीं परे आग को एमती तापर 20 पदर कौन लिखाई रोमियो 7:20 किंतु जहा मु इच्छा करे नाही ताहा जदि करे तेबे मु निजे आउ ताहा करे नाही मात्र मोठारे बास करुथिबा पाप ताहा करे बोले पाप कुआड़ आसला मो भितर तो जेते बेले आदम शरीर एंट्री हला जेहेतु आमे आदम शरीर अटू से आम शरीर मध्य पाप एंट्री कला जगत रे पाप प्रवेश कलार अर्थ कौन प्रत्येक हृदय प्रत्येक शरीर से प्रवेश कला तो ये लिखाई कौन 20 पदरे किंतु जहा मु इच्छा करे नाही ताहा जदि करे तेबे मु निजे आउ ताहा करे नाही मात्र मोठारे बास करुथिबा पाप ताहा करे तेबे चिंता करंतु आम भितरे जदि पाप राजत्व करुछि आमर अजाणतरे तेबे ताहार इच्छा सफल करबा से मते हमको व्यवहार करुछि सेठी आमर इच्छा केबे हेले सफल आम हुए तो बाइबल जानी थाई पारू आम जीवन रे भल मंद जानी थाई पारू किंतु आमर जीवन कौन सेमती से रास्ता जाऊँगी कि नहीं आमर जो विषय इच्छा नथिबो से प्रकार परिस्थिति आमर जीवन बीतुची बेले बेले तो आम स्पष्ट भाव जाना दरकार अच्छे ये कहीं होची कारण मोठारे बास करुवा पाप ताहा करे बोले कारण मनुष्य ठारे जो पाप बास करुची ताहा ही ताको नियंत्रण करुची किंतु ये कथा मनुष्य केबे हेले जानि नाही जानिबा असंभव मध्य आमे निजको जिते मध्य परीक्षा करबा आम भितर पाप अछि बोले आमे पाई परिबा नाही जेहेतु वाक्य लिखा है सीटा जदि आम विश्वास करवा तेबे आमे कहि परिबा हाँ मो पाखरे पाप बास करुची सेति ये विषय घटुची यह ईश्वर वाक्य अटे तो आपको जदि आमे आउ देखिबा बाइबल रे आसंतु कोलोसी पुस्तक को जीवा कोलोसी पुस्तक रे कोन लिखा अछि सॉरी एफिसियो 2 पर्व रे पढिबा कोन लिखा अछि एफिसियो 2 रो 1 रो मु पढुची एफिसियो 2 पर्व 1 रो पढुची एही संसार रो भाव अनुसार पुणी आकाशमंडल राज्यर अधिपति अर्थात जो आत्मा एबे ही अनाज्ञा संतान मान ठारे बास कार्य साधन करुछि ताहार इच्छा अनुसार तुम्हें माने मध्य पूर्व आचरण करी अपराध और पापर मृत थिल यही संसार भाव अनुसार तो जगत रे जो भाव अच्छी जो रास्ता अच्छी एटा सब शैतान ठार आसी से जगतर भाव अनुसार आम ईश्वर निकट में पहुँची पारिबा नाही कि ये शैतान भाव जगतर विचारधारा अनुसार आमे गोटे सत्य जीवन केवल बीतई पारिबा नाही कारण ताहा केते केते बेले उत्तम देखा जाय पारे किंतु अंतर मृत्यु आगे अच्छी से ये संसार होची एटा होची दृश्यमान जगत यहीटा केवल ईश्वर रास्तार परिचालित होनी तो ये लिखा है यही संसार भाव अनुसार पुणी आकाशमंडल राज्यर अधिपति जगतर अधिपति अर्थात जो आत्मा एबे ही अनाज्ञा संतान मान कार्य साधन करुचे जिते आम अनाज्ञा हो जो विषय कर ना से करुचु तेरे यहाँ कार कार्य यहाँ निश्चित भाव शैतान कार्य तो से लिखा है तार इच्छा अनुसार आम्भे माने मध्य पूर्व आचरण कर अपराध और पापर मृत्यु थे तो जो लोक मैंने मृत्यु अच्छा पापर अच्छा तो से भितर शैतान कार्य करुच्ची तो आम केमी जीवित हो पार ना आमको ईश्वर जीवन जो देवे ईश्वर जो जीवित करेंगे आम जीवित हो पार तो ये प्रकार आम जो देखा बाइबल अनुसार तेरे शैतान जी कि मनुष्य को नियंत्रण करुचे पाप जी कि मनुष्य को नियंत्रण करुचे मनुष्यर चिंता शैतान ठार आसी मनुष्यर भावना शैतान ठार आसी मनुष्यर गतिपथ शैतान ठार आसी तेणु ताकू से विश्वास करिकी से निजर जीवन को कढ़ाई नेबार चेष्टा करुच्ची किंतु समय क्रमे से धरा जाउची आउ ए प्रकार दयनीय अवस्था बंचुची केतेक लोक ए प्रकार जीवन को हराउछन्ति तो ये परिप्रेक्षी आम कौन कले उद्धार पाई परिबा प्रश्न आसी तेबे जो लोक मैंने बाइबल को भल जानी ना कि परित्राण रास्ता को ग्रहण करि पारि नाहांती
ଯୀଶୁଙ୍କ ରାସ୍ତାକୁ ଏକ୍ଜାକ୍ଟ ସେମାନେ ଭାଗ କରିପାରିନାହାନ୍ତି, କେଉଁଟା ଈଶ୍ୱରଙ୍କ ରାସ୍ତା ବା ଯୀଶୁଙ୍କ ରାସ୍ତା ଆଉ କେଉଁଟା ଜଗତର ରାସ୍ତା ଡିଭାଇଡ଼ କରିପାରିନାହାନ୍ତି। ସେମାନେ କେବେ ହେଲେ ଜାଣିପାରିବେ ନାହିଁ ରାସ୍ତା କ'ଣ ବା କେଉଁ ରାସ୍ତାରେ ଆମେ ସଫଳ ହେଇପାରିବା। ତେବେ ଯେଉଁ ଲୋକମାନେ ବାଇବେଲକୁ ଭଲରେ ଜାଣିନାହାନ୍ତି ସେମାନେ କ'ଣ କହିବେ ଆମକୁ? ତମେ କର, ମନ ପରିବର୍ତ୍ତନ କର, ପାପ ସ୍ୱୀକାର କର, କିମ୍ବା ପ୍ରାର୍ଥନା କର, କିମ୍ବା ଗିର୍ଜା ଯାଅ, କିମ୍ବା ବାଇବେଲ ପଢ଼, ଏତିକି ଶିକ୍ଷାରେ ସୀମିତ ରଖିଦେବେ। କିନ୍ତୁ ଆମେ କ'ଣ କରିବା ଦ୍ୱାରା ଆମେ ଉଦ୍ଧାର ପାଇବା? ନାଇଁ, ଆମେ କିଛି କରିବା ଦ୍ୱାରା ଉଦ୍ଧାର ପାଇପାରିବା ନାହିଁ। ଏଇଟା ହେଉଛି ସତ୍ୟ। ଆମେ ତ କରିପାରିବା ନାହିଁ, ଆଉ କ'ଣ କଲେ ଉଦ୍ଧାର ପାଇପାରିବା? ଆମେ ବ୍ୟବସ୍ଥା ଲଙ୍ଘନ ହିଁ ପାପ ବୋଲି ବାଇବେଲ ଲେଖା ହେଇଛି। ଏମିତି ଜଗତରେ କେଉଁ ଲୋକ ଅଛି ଯିଏକି ବ୍ୟବସ୍ଥା ଲଙ୍ଘନ କରିନାହିଁ ବା କରିବ ନାହିଁ? ବ୍ୟବସ୍ଥାରେ 613ଟା ନିୟମ ଅଛି, ସମସ୍ତେ ଲଙ୍ଘନ କରିବା ଲୋକ। ତେଣୁ ଆମକୁ ଯାହା କର ବୋଲିକି ତୁମେ ଯଦି କରିକି ଉଦ୍ଧାର ପାଅ ବୋଲି ଯଦି କୁହାଯିବ, ତ ଆମେ ଗୋଟେ ଲୋକ କେବଳ ଚେଷ୍ଟାର ଦୁନିଆରେ ଭାସିବା, ସେ ରାସ୍ତା ପର୍ଯ୍ୟନ୍ତ ଆମେ ପହଞ୍ଚି ପାରିବା ନାହିଁ। ତେଣୁ ଯେଉଁ ଲୋକ ମୁଁ କରିପାରିବି ବୋଲି ହୃଦୟରେ ବଞ୍ଚିଛି, ସେ ଲୋକ ଯୀଶୁଙ୍କୁ କେବେ ହେଲେ ଗ୍ରହଣ କରିପାରିବ ନାହିଁ। ଯେଉଁ ଲୋକ ମୋ ଦ୍ୱାରା ହେବ, ମୋର ଚେଷ୍ଟାରେ ହେଇପାରିବ, ମୁଁ ପାରିବି ବୋଲିକି ଯେଉଁ ହୃଦୟ ଚିନ୍ତା କରୁଛି, ସେ ହୃଦୟ କେବେ ହେଲେ ଯୀଶୁଙ୍କୁ ଗ୍ରହଣ କରିପାରିବନି। ତ ଯେଉଁ ହୃଦୟ ସରିଯାଇଛି, ସମାପ୍ତ ହେଇଯାଇଛି, ମୋ ଦ୍ୱାରା ଆଉ ହେବ ନାହିଁ, ମୁଁ ଶତ ଚେଷ୍ଟା କଲେ ମଧ୍ୟ ମୁଁ ଆଉ ପାରିବି ନାହିଁ, এই ପ୍ରକାର ଯେଉଁ ହୃଦୟ ସଡ଼ିଯାଇଛି, ନଷ୍ଟ ହେଇଯାଇଛି, ଚୂର୍ଣ୍ଣ ହେଇଯାଇଛି, ହଠାତ୍ ସେ ହୃଦୟ ଯୀଶୁଙ୍କୁ ଗ୍ରହଣ କରିପାରିବ। ତ ସେଠାରେ ବାଇବେଲରେ ଗୋଟେ ପ୍ରଦର ରୋଗଗ୍ରସ୍ତ ସ୍ତ୍ରୀ ବିଷୟରେ ଲେଖା ଅଛି। ସେଠି କ'ଣ ଲେଖା ଅଛି? ସେ ସ୍ତ୍ରୀ 12 ବର୍ଷ ପର୍ଯ୍ୟନ୍ତ ଗୋଟେ ପ୍ରଦର ରୋଗରେ ପୀଡ଼ିତ ଥିଲା ବୋଲି ଲେଖା ଅଛି। ପ୍ରଥମେ ସେ ବହୁତ ଚେଷ୍ଟା କରିଥିବ, ବହୁତ ପଇସା ଖର୍ଚ୍ଚ କରିଥିବ, ତାର ଆତ୍ମୀୟ ସ୍ୱଜନ ମାନେ ବେଶୀ ସାହାଯ୍ୟ କରିଥିବେ, କିନ୍ତୁ 12 ବର୍ଷ ଯଦି ବିତିଗଲାଣି, ତା ହୃଦୟ କ'ଣ ହେଇଯାଇଥିବ? ତାର ବଞ୍ଚିବାର ରାସ୍ତା ଅଛି କି? ତାର ଆଉ କିଛି କରିବାର ରାସ୍ତା ଅଛି କି? ଆଉ କିଏ କ'ଣ କହିଥିଲେ ସେ ବିଶ୍ୱାସ କରିବ କି? ଆଉ ଗୋଟେ ମେଡ଼ିକାଲ ବାହାରିଥିଲେ ଗୋଟେ ବିଶ୍ୱାସ କରିବ? ସେଠି ଲେଖା ହେଇଛି ସେ ଅଧିକ ପୀଡ଼ିତ ହେଇଥିଲା ବୋଲି ଲେଖା ହେଇଛି। ମାନେ ସେ ଅନେକ ବୈଦ୍ୟଙ୍କ ଦ୍ୱାରା ଅନେକ ଟ୍ରିଟମେଣ୍ଟ ସେ ନେବା ସତ୍ତ୍ୱେ ସେ ସୁସ୍ଥ ହେବା ପରିବର୍ତ୍ତେ ଅଧିକ ପୀଡ଼ିତ ହେଇଥିଲା ଲେଖା ହେଇଛି। ତାର ଅର୍ଥ ତା ହୃଦୟ ସମ୍ପୂର୍ଣ୍ଣ ସମାପ୍ତ ହେଇଯାଇଥିଲା। ସେ ହାତ ଟେକିଥିଲା ଜୀବନରେ, ମୁଁ ଆଉ କିଛି କରିକି ବଞ୍ଚିପାରିବି ନାହିଁ, ମୃତ୍ୟୁ ଛଡ଼ା ମୋ ପାଖରେ ଆଉ କିଛି ରାସ୍ତା ହିଁ ନାହିଁ। ତ ଯେତେବେଳେ ସେ ଯୀଶୁଙ୍କର ସ୍ୱର ଶୁଣିଲା, ଯୀଶୁଙ୍କର ବିଷୟରେ ସେ ଶୁଣିଲା, ତା ପାଖରେ ବିଶ୍ୱାସ ଆସିଲା, ହଁ ମୁଁ ଯୀଶୁଙ୍କର ଲୁଗା ଛୁଇଁଲେ ମୁଁ ସୁସ୍ଥ ହେବି। କେମିତି ସେ ବିଶ୍ୱାସ ଆସିପାରିଲା? କାରଣ ସେ ଜଗତରେ ସେ ଜଣେ ସ୍ତ୍ରୀ ଥିଲା ଯାହାର ବଞ୍ଚିବାର ରାସ୍ତା ନଥିଲା, ସମାପ୍ତ ହେଇଯାଇଥିଲା। ନିଜେ ନିଜଠାରେ ସେ ସମାପ୍ତ ହେଇସାରିଥିଲା, ଯେ ନିଜକୁ ଅସ୍ୱୀକାର କରିସାରିଥିଲା, ମୁଁ ଯେତେ ଯାହା ବି କରିବି ଆଉ ବେଶୀ ପୀଡ଼ିତ ହେବା ଛଡ଼ା ଆଉ କିଛି ହେବ ନାହିଁ ମୋ ଦ୍ୱାରା। ତ ସେମିତି ବେଥେସ୍ଦା ପୋଖରୀରେ ମଧ୍ୟ ଜଣେ ଲୋକ ପଡ଼ି ରହିଥିଲା, 38 ବର୍ଷର ରୋଗୀ ବୋଲି ଲେଖା ହେଇଛି ଏଠାରେ। ସେ ମଧ୍ୟ ଚେଷ୍ଟା କରି ଜୀବନରେ ଫେଲ୍ ହେଇଯାଇଥିଲା। ସିଏ ମଧ୍ୟ ତା ମୃତ୍ୟୁକୁ ସେ ଜଳ ଦେଖୁଥିଲା। ମୋତେ କିଏ ଯଦି ଜଣେ ଉଦ୍ଧାର କରିବେ ତେବେ ମୁଁ ଉଦ୍ଧାର ପାଇବି, ନଚେତ୍ ମୁଁ ଆଉ ଉଦ୍ଧାର ପାଇପାରିବି ନାହିଁ, ମୋ ଦ୍ୱାରା ଆଉ ହେବ ନାହିଁ। ସମାପ୍ତ, ପୂର୍ଣ୍ଣଚ୍ଛେଦ ପଡ଼ିଯାଇଥିଲା। ଯେଉଁ ଦ୍ୱାରା ସେଠି ଯୀଶୁ ପହଞ୍ଚିଲେ, ସେଇ ଜଣେ ଲୋକ ଯୀଶୁକୁ ବିଶ୍ୱାସ କଲା, ଆଉ କେହି ମୋତେ ବିଶ୍ୱାସ କରିନାହାନ୍ତି। ସେଠି କ'ଣ କଲେ? ଯୀଶୁ ଉଠ, ଖଟିଆ ଘିନି ଚାଲ। ବହୁତ ସହଜରେ ସେ ଯୀଶୁଙ୍କର କଥାରେ ବିଶ୍ୱାସ କଲା, ଆଉ ଖଟିଆ ଘିନି ଚାଲିବାକୁ ଲାଗିଲା। ତ ମନୁଷ୍ୟର ହୃଦୟ ଅନୁସାରେ ଈଶ୍ୱର ଯୀଶୁ କାର୍ଯ୍ୟ କରନ୍ତି। ଯେତେବେଳେ ମନୁଷ୍ୟ ଏ ପ୍ରକାର ଦୟନୀୟ ଅବସ୍ଥାରେ ଯଦିଓ ବି ଥିବ, କିନ୍ତୁ ତା ହୃଦୟରେ ସେ କଠିନ ହୋଇଯାଇଥିବ, ନାଇଁ ମୁଁ କରିପାରିବି, ମୋ ଦ୍ୱାରା ହେବ, ମୁଁ ଟିକେ ଚେଷ୍ଟା କଲେ ହେଇପାରେ। ତ ଏଇ ପ୍ରକାର ବିଷୟ ଦ୍ୱାରା ଯେତେବେଳେ ମନୁଷ୍ୟ ଧରାଯାଉଛି, ସେ ଲୋକ ଯୀଶୁଙ୍କର ଆବଶ୍ୟକତାକୁ ଫିଲ୍ କରିପାରୁନାହିଁ। ଯେତେବେଳେ ସେ ସମାପ୍ତ ହେଇଯିବ, ସେତେବେଳେ ସେ ଚିନ୍ତା କରିବ, ମୋତେ ଉଦ୍ଧାରକର୍ତ୍ତାର ଆବଶ୍ୟକତା ରହିଛି, ଯୀଶୁ ତୁମେ ମୋ ପାଇଁ କର, ଈଶ୍ୱର ମୋତେ ଉଦ୍ଧାର କରିବାର ଆବଶ୍ୟକତା ରହିଛି, ନହେଲେ ମୁଁ ବିନଷ୍ଟ ହେବି। ତ এই ପ୍ରକାର ହୃଦୟ ଥିବା ଲୋକ ହିଁ ଯୀଶୁଙ୍କୁ ଗ୍ରହଣ କରିପାରିବ। ତେବେ ସେଠି କଲୋସିୟ ପୁସ୍ତକ ଆମେ ଯିବା। କଲୋସିୟରେ କ'ଣ ଲେଖା ଅଛି? କଲୋସିୟ ପୁସ୍ତକ, ଫିଲିପିଓ ପରେ କଲୋସିୟ 2:13 ପଦରୁ ମୁଁ ପଢ଼ୁଛି। କ'ଣ ଲେଖା ଅଛି?
ଅପରାଧରେ ଓ ଶାରୀରିକ ଅସୁନ୍ନତ ଅବସ୍ଥାରେ ମୃତ ଯେ ତୁମ୍ଭେମାନେ ତୁମମାନଙ୍କୁ ମଧ୍ୟ ଈଶ୍ୱର ତାହାଙ୍କ ସହିତ ସଜୀବ କରିଅଛନ୍ତି, ସେ ତ ଆମ୍ଭମାନଙ୍କର ସମସ୍ତ ଅପରାଧ କ୍ଷମା କରିଅଛନ୍ତି। ହଁ, ଯୀଶୁ କ'ଣ ପାଇଁ ଜଗତକୁ ଆସିଥିଲେ? ବାଇବେଲରେ ଲେଖା ହେଇଛି ସେ ଆମମାନଙ୍କର ପାପରୁ ଆମକୁ ମୁକ୍ତ କରିବା ପାଇଁ, ପାପୀମାନଙ୍କୁ ପରିତ୍ରାଣ କରିବା ପାଇଁ ସେ ଜଗତକୁ ଆସିଥିଲେ। ଆସନ୍ତୁ ପଢ଼ି ଶୁଣେଇଦେବି, ତାପରେ ଏ ବାକ୍ୟ ପଢ଼ିବା। ପ୍ରଥମ ତିମୋଥୀ 1:15 ଲେଖା ଅଛି। ପ୍ରଥମ ତିମୋଥୀ ପ୍ରଥମ ତିମୋଥୀ 1:15 ପାପୀମାନଙ୍କୁ ପରିତ୍ରାଣ କରିବା ନିମନ୍ତେ ଖ୍ରୀଷ୍ଟ ଯୀଶୁ ଯେ ଜଗତରେ ଅବତୀର୍ଣ୍ଣ ହେଲେ, ଏହି ବାକ୍ୟ ବିଶ୍ୱାସ ଓ ସର୍ବତୋ ଭାବେ ଗ୍ରହଣଯୋଗ୍ୟ, ସେହି ପାପୀମାନଙ୍କ ମଧ୍ୟରେ ମୁଁ ପ୍ରଧାନ। ତ ଯୀଶୁ କ'ଣ ପାଇଁ ଜଗତକୁ ଆସିଥିଲେ? ପାପୀମାନଙ୍କୁ ପରିତ୍ରାଣ କରିବା ପାଇଁ। ତ ଆମେ ଯଦି ବାଇବେଲକୁ ଦେଖିବା, ଆମର ପାପରୁ ଉଦ୍ଧାର ପାଇବା ପାଇଁ ଯୀଶୁ କାର୍ଯ୍ୟ କରିଛନ୍ତି। ଯେଉଁଠି ଯୀଶୁ କାର୍ଯ୍ୟ କରିଛନ୍ତି ସେଠି ଆମେ କାର୍ଯ୍ୟ କରିବାର ଆବଶ୍ୟକ ନାହିଁ। ସେଠି ଆମେ ଗ୍ରହଣ କରିବା ଦରକାର ଅଛି, ବିଶ୍ୱାସ କରିବା ଦରକାର ଅଛି। ସେଠି ଯୀଶୁ କ'ଣ କହିଲେ? ମୁଁ ତୁମମାନଙ୍କୁ ବିଶ୍ରାମ ଦେବି। ଏ ପରିଶ୍ରାନ୍ତ ଭାରତର ଲୋକ ସମସ୍ତେ ମୋ ନିକଟକୁ ଆସ, ମୁଁ ତୁମମାନଙ୍କୁ ବିଶ୍ରାମ ଦେବି। ତ ଯୀଶୁ କେବେ ହେଲେ ଆମକୁ କାର୍ଯ୍ୟ କରିବା ପାଇଁ ଡାକୁନାହାନ୍ତି, ସେ ଆମ ଭିତରେ କାର୍ଯ୍ୟ କରିବା ପାଇଁ ଚାହୁଁଛନ୍ତି, ଆମକୁ ବିଶ୍ରାମ ଦେବା ପାଇଁ ଚାହୁଁଛନ୍ତି। ତ ସେଠି କ'ଣ ଲେଖା? ଯୀଶୁ କ'ଣ ପାଇଁ ଆସିଲେ? ପାପୀମାନଙ୍କୁ ପରିତ୍ରାଣ କରିବା ପାଇଁ ଯୀଶୁ ଜଗତକୁ ଆସିଲେ। ଆଉ ସେ କ୍ରୁଶାର୍ପିତ ହେଲେ, ଆଉ ରକ୍ତ ଝରେଇଲେ, କଣ୍ଟାର ମୁକୁଟ ପିନ୍ଧିଲେ, ଆଉ କବରସ୍ଥ ହେଲେ, ଆଉ 3 ଦିନ ପରେ ପୁନରୁତ୍ଥିତ ଲେଖାଏ। ତ ଏଇ କ୍ରୁଶାର୍ପିତ ହେବା, ଏ ଯେଉଁ କ୍ରୁଶର ପ୍ରଣାଳୀ, ଏହା ଥିଲା ପାପୀମାନଙ୍କର ପାପ କ୍ଷମା କରିବାର ଗୋଟେ ଈଶ୍ୱରଙ୍କର ରାସ୍ତା। କାରଣ ବାକ୍ୟରେ ଲେଖା ଅଛି, ମୁଁ ବାର କୁହେ, ବାଇବେଲ ଲେଖା ଅଛି, ରକ୍ତପାତ ବିନା ପାପ ମୋଚନ ହୁଏ ନାହିଁ। ଆମେ ଆଦି ପୁସ୍ତକରୁ ଯଦି ଆମେ ପ୍ରକାଶିତ ପର୍ଯ୍ୟନ୍ତ ବି ପଢ଼ିବା, ସେଠାରେ ବହୁତ ଜାଗାରେ ରକ୍ତର ପ୍ରୟୋଗ କରାଯାଇଛି, ଯେଉଁଠିକି ପାପରୁ ଉଦ୍ଧାର ପାଇବା ପାଇଁ। କାରଣ ଈଶ୍ୱରଙ୍କ ରାସ୍ତାରେ ଆମେ ପାପର ପ୍ରାୟଶ୍ଚିତ ରକ୍ତରେ ହିଁ ହୁଏ। ଆଉ ଆମ ମୃତ୍ୟୁ ନିମନ୍ତେ ଆଉ ଜଣେ ଯଦି ମୃତ୍ୟୁ ଭୋଗ କରିବେ, ତେବେ ଆମେ ମୃତ୍ୟୁରୁ ଉଦ୍ଧାର ପାଇପାରିବା। କାରଣ ପାପର ବେତନ ହେଉଛି ମୃତ୍ୟୁ। ତ ଯୀଶୁ ସେଇ ଜାଗାରେ ଠିଆ ହେଲେ ଯେଉଁଠିକି ସେ ଆମର ମୃତ୍ୟୁକୁ ନେବେ, ଆଉ ଯେଉଁଠି ସେ ତାଙ୍କର ପବିତ୍ର ରକ୍ତକୁ ଢାଳିବେ, ଯେଉଁ ଦ୍ୱାରା ଆମର ପାପ କ୍ଷମା ହେବ। ତ ସେଇ ସ୍ଥାନରେ ସେ ଠିଆ ହେଇକି ମୃତ୍ୟୁ ଭୋଗ କରିଛନ୍ତି। କିନ୍ତୁ ବିଡ଼ମ୍ବନାର ବିଷୟ କ'ଣ? ଲୋକମାନେ ଚିନ୍ତା କରୁଛନ୍ତି ଆମେ କିଛି କରିବା ଦ୍ୱାରା ଆମର ପାପ କ୍ଷମା ହେବ, ଆମେ କିଛି କରିବା ଦ୍ୱାରା ଆମର ଜୀବନ ଶୈଳୀ ଚେଞ୍ଜ ହେବ। ନାଇଁ, ଯେତେବେଳେ ଆମେ ବିଶ୍ୱାସ କରିବା ଯୀଶୁଙ୍କର କାର୍ଯ୍ୟକୁ, ସେଠି ପବିତ୍ର ଆତ୍ମା ଆମର ଭିତରେ କାର୍ଯ୍ୟ କରିବେ। ଯେତେବେଳେ ଆମେ ଠିଆ ହେଇପାରିବା, ଜଗତର ପ୍ରତ୍ୟେକ ମନ୍ଦ ବିଷୟରେ ପବିତ୍ର ଆତ୍ମା ଆମକୁ ଗାଇଡ଼ କରିବେ। ସେ ମଦ୍ୟପାନ ହେଉ, କିମ୍ବା ନିଶା ସେବନ ହେଉ, କିମ୍ବା କୌଣସି ବ୍ୟଭିଚାର ହେଉ, କିମ୍ବା ଯେକୌଣସି ବିଷୟ ହେଉ, ଯେତେବେଳେ ପବିତ୍ର ଆତ୍ମା ଆମ ଭିତରେ ଏଣ୍ଟ୍ରି ହେବେ, ପବିତ୍ର ଆତ୍ମାଙ୍କ ଦ୍ୱାରା ଆମେ ଯେତେବେଳେ ପରିଚାଳିତ ହେବା, ସେତେବେଳେ সকଳ ବିଷୟରୁ ଆମକୁ ଉଦ୍ଧାର କରିବେ। ତ ଏଠି କ'ଣ ଲେଖା ହେଇଛି? କଲୋସିଓ 1:2-13 ଅପରାଧ ଓ ଶାରୀରିକ ଅସୁନ୍ନତ ଅବସ୍ଥାରେ ମୃତ ଯେ ତୁମ୍ଭେମାନେ ତୁମମାନଙ୍କ ମଧ୍ୟ ଈଶ୍ୱର ତାହାଙ୍କ ସହିତ ସଜୀବ କରିଅଛନ୍ତି, ସେ ତ ଆମ୍ଭମାନଙ୍କର ସମସ୍ତ ଅପରାଧ କ୍ଷମା କରିଛନ୍ତି। ତ ଯେତେବେଳେ ମନୁଷ୍ୟ ଗୋଟେ ଜଟିଳ ପରିସ୍ଥିତି ଦେଇ ଗତି କରୁଛି, ସେତେବେଳେ ସେ କାହାକୁ ଦୋଷ ଦେଉଛି? ନିଜକୁ ହିଁ ଦୋଷ ଦେଉଛି। ଆଉ କିଛି ବେଳେ ସେ କ୍ଷମା ପ୍ରାର୍ଥନା ବି କରୁଥାଇପାରେ, ଖ୍ରୀଷ୍ଟିଆନ ଯଦି ହେଇଥିବ। କିନ୍ତୁ ବାଇବେଲକୁ ଆମେ ଯଦି ଦେଖିବା, ସେଠାରେ ଅଲରେଡ଼ି ଯୀଶୁ ଯେଉଁଦିନ କ୍ରୁଶାର୍ପିତ ହେଇଛନ୍ତି, ସେଇଦିନ ହିଁ ଆମର ପାପକୁ କ୍ଷମା କରିସାରିଛନ୍ତି। ତେବେ ଆମେ ଯେତେବେଳେ ମିଥ୍ୟା ଦ୍ୱାରା ଧରାଯାଉଛୁ, ଶୈତାନ ଆମକୁ ସେହି ବିଷୟ ଯାକ ଦେଖାଉଛି ଯେଉଁଟାକି ଆମଠାରୁ ଉତ୍ପନ୍ନ ହେଉଛି। ତୁ କରିଛୁ, ତୁ ଏଇ ପ୍ରକାର ଲୋକ, ତୁ ଏମିତି ବନ୍ଧା ଯାଇଛୁ, ତୁ ଭଲ କାମ କରୁନୁ, ତୁ ଖରାପ ରାସ୍ତାରେ ଯାଉଛୁ। ତ ଶୈତାନ ଆମକୁ ସେମିତି ଦେଖାଉଛି। ତେଣୁ ଆମେ ଯେହେତୁ ବାକ୍ୟକୁ ଯଦି ବିଶ୍ୱାସ ନ କରିବା, ତେବେ ଆମେ ଏଇ ମିଥ୍ୟା ଦ୍ୱାରା ଆମେ ପରିଚାଳିତ ହେବା। ସେଠାରେ କ'ଣ ଲେଖା ହେଇଛି? ଆମମାନଙ୍କ ଅପରାଧ ଓ ଶାରୀରିକ ଅସୁନ୍ନତ ଅବସ୍ଥାରେ ମୃତ ଯେ ତୁମେମାନେ ତୁମମାନଙ୍କୁ ମଧ୍ୟ ଈଶ୍ୱର ତାହାଙ୍କ ସହିତ ସଜୀବ କରିଅଛନ୍ତି, ସେ ତ ଆମମାନଙ୍କର ସମସ୍ତ ଅପରାଧ କ୍ଷମା କରିଛନ୍ତି। ତ ଯୀଶୁଖ୍ରୀଷ୍ଟ ଯିଏକି ଆମର ସମସ୍ତ ଅପରାଧକୁ କ'ଣ କରିସାରିଛନ୍ତି? କ୍ଷମା କରିସାରିଛନ୍ତି। ତାପରେ 14 ପଦରେ ଲେଖା ହେଇଛି,
ପୁଣି ବିଧିବିଧାନରେ ଆମମାନଙ୍କ ବିରୁଦ୍ଧରେ ଯେଉଁ ଅଭିଯୋଗ ପତ୍ର ଥିଲା ତାହା ସେ ଲୋପ କରି କ୍ରୁଶରେ ଟଙ୍ଗାଇ ଦେଇ ଆମମାନଙ୍କ ପଥରୁ ଦୂର କରିଦେଇଛନ୍ତି। ବିଧିବିଧାନରେ ଆମ୍ଭମାନଙ୍କ ବିରୁଦ୍ଧରେ ଯେଉଁ ଅଭିଯୋଗ ପତ୍ର ଥିଲା, ମୁଁ ଜଣେ ଚୋର କି ମୁଁ ଜଣେ ବ୍ୟଭିଚାରୀ କିମ୍ବା ମୁଁ ଜଣେ ଏହି ପ୍ରକାର ଲୋକ କି ମୁଁ ପାପୀ, ମୁଁ ଯେକୌଣସି ଅଭିଯୋଗ ପତ୍ର ଯାହା ଯାହା ମୋର କର୍ମ ଦ୍ୱାରା ଘଟି ସାରିଛି, ଯାହା ଯାହା ମୋର ବିରୋଧରେ ଠିଆ ହେଇଛି, ସେ সকଳ ବିଷୟକୁ କ'ଣ କରିସାରିଛନ୍ତି ଲେଖା ହେଇଛି। ପୁଣି ବିଧିବିଧାନରେ ଆମମାନଙ୍କ ବିରୁଦ୍ଧରେ ଯେଉଁ ଅଭିଯୋଗ ପତ୍ର ଥିଲା ତାହା ସେ ଲୋପ କରି କ୍ରୁଶରେ ଟଙ୍ଗାଇ ଦେଇ ଆମମାନଙ୍କ ପଥରୁ ଦୂର କରିଦେଇଛନ୍ତି। ତ ଆମେ ଯଦି ବାଇବେଲକୁ ଯଦି ଦେଖିବା, ସେଠାରେ ଯୀଶୁ সকଳ ବିଷୟରେ ସମାଧାନ କରିସାରିଛନ୍ତି। ଆମେ କେବଳ ନିଜର ଆବାଜକୁ ଶୁଣିକି ନିଜର ଚିନ୍ତାକୁ ବିଶ୍ୱାସ କରିକି ଆମେ ସେହି ଲୋକ ବୋଲିକି ଆମେ ଧରି ଯାଇଛୁ। ଯେମିତି ଇସ୍କରିତ ଜିହୁଦା ଧରୁଥିଲା, ମୁଁ କରିଛି। ସିଏ ଯଦି ଯୀଶୁଙ୍କ ପାଖକୁ ପହଞ୍ଚି ଯାଇଥାନ୍ତା ତେବେ ନିଶ୍ଚିତ ଭାବେ ସେ ଉଦ୍ଧାର ପାଇପାରିଥାନ୍ତା। ନିଶ୍ଚିତ ଭାବେ ଯୀଶୁ ତାଙ୍କୁ ଉଦ୍ଧାର କରିଥାନ୍ତେ। ଯଦି ସେ ଶିଷ୍ୟମାନଙ୍କ ନିକଟକୁ ପହଞ୍ଚିଥାନ୍ତା ତାକୁ ନିଶ୍ଚିତ ଭାବେ ଉଦ୍ଧାର କରାଯାଇଥାନ୍ତା। ସେ ବାକ୍ୟ ଗ୍ରହଣ କରିପାରିଥାନ୍ତା, ବାକ୍ୟ ପାଇଥାନ୍ତା, ତେବେ ସେ ନିଶ୍ଚିତ ଭାବେ ଉଦ୍ଧାର ପାଇଥାନ୍ତା। ତ ଏଠି ଆମମାନଙ୍କ ବିରୁଦ୍ଧରେ ଯେଉଁ ଅଭିଯୋଗ ପତ୍ର ଅଛି, ଆମ ହୃଦୟରେ ଯାହା ଆମକୁ ଧରୁଛି, ବିବେକ ଦ୍ୱାରା ଆମେ ଯାହା ଧରାଯାଉଛୁ, ସେ সকଳ ବିଷୟରୁ ଯୀଶୁ ଆମକୁ ମୁକ୍ତ କରିସାରିଛନ୍ତି। ଆଉ 15 ପଦରେ କ'ଣ ଲେଖା ହେଇଛି? ସମସ୍ତ ଆଧିପତ୍ୟ ଓ କର୍ତ୍ତାପଣର ଅସ୍ତ୍ରଶସ୍ତ୍ର ଛଡ଼ାଇ ପ୍ରକାଶରେ ସେମାନଙ୍କ ପ୍ରଦର୍ଶନ ପୂର୍ବକ କ୍ରୁଶରେ ବିଜୟ ଯାତ୍ରା କରୁଛନ୍ତି। ଶୈତାନ ଆମକୁ କୁପଥରେ ମୃତ୍ୟୁର ରାସ୍ତାରେ ନେବା ପାଇଁ ଯେଉଁ ଅସ୍ତ୍ରଶସ୍ତ୍ର ବ୍ୟବହାର କରୁଥିଲେ, ଯୀଶୁ ସମସ୍ତ ଅସ୍ତ୍ରଶସ୍ତ୍ର ଛଡ଼େଇକି କ୍ରୁଶରେ ବିଜୟ ଯାତ୍ରା କରିସାରିଛନ୍ତି। ତ ଆମେ କାହିଁକି ଆଜି ପରିସ୍ଥିତି କିମ୍ବା କୌଣସି ଅପକର୍ମ ଦ୍ୱାରା ଧରାଯାଉଛୁ? ଗୋଟେ ମାତ୍ର କାରଣ, ଆମେ ବାକ୍ୟକୁ ବିଶ୍ୱାସ ନ କରିକି ଆମର ପରିସ୍ଥିତିକୁ ଆମେ ବିଶ୍ୱାସ କରୁଛୁ। ସତ୍ୟରେ ବିଶ୍ୱାସ ନ ରଖିକି ଆମେ ମିଥ୍ୟାରେ ବିଶ୍ୱାସ କରୁଛୁ। ସେଥିପାଇଁ ଶୈତାନ କ'ଣ କରୁଛି? ଆମକୁ ସେ ବ୍ୟବହାର କରୁଛି। ଯଦି ବି ତାର ପାଖରେ କୌଣସି ଅସ୍ତ୍ରଶସ୍ତ୍ର ନାହିଁ, ତା ପାଖରେ ବଳ ନାହିଁ, କିନ୍ତୁ ଯେହେତୁ ଆମେ ନିଜର ଚିନ୍ତାକୁ ବିଶ୍ୱାସ କରୁଥିବାରୁ, ଆମେ ମିଥ୍ୟାକୁ ବିଶ୍ୱାସ କରୁଥିବାରୁ ସେ ସହଜରେ ଆମକୁ ଟାଣିକି ନେଉଛି। ଥରେ ଯଦି ଆମେ ବାକ୍ୟକୁ ଦେଖିବା, ଯୀଶୁ ଅଲରେଡ଼ି ଆମମାନଙ୍କର ପାପ କ୍ଷମା କରିସାରିଛନ୍ତି। ଯୀଶୁ ଅଲରେଡ଼ି ଶୈତାନ ହସ୍ତରୁ, ଶୈତାନର ସମସ୍ତ ଅସ୍ତ୍ରଶସ୍ତ୍ରକୁ ଛଡ଼େଇ ନେଇଯାଇଛନ୍ତି। ଆମମାନଙ୍କର ବିରୁଦ୍ଧରେ ଯେଉଁ ଅଭିଯୋଗ ପତ୍ର ଥିଲା ତାହା ସେ କ୍ରୁଶରେ ଟଙ୍ଗେଇ ଦେଇକି ଆମଠାରୁ ଦୂର କରିଦେଇଛନ୍ତି ବୋଲି ଲେଖା। ତ ଆମେ ଯେତେବେଳେ ବାକ୍ୟକୁ ଦେଖିବା, ଆମେ ଯେଉଁ ଲୋକ ବୋଲି ଭାବୁଛୁ ଆମେ ସେଇ ଲୋକ ନୁହଁ। ଆମେ ଯିଏ ବୋଲି ଭାବୁଛୁ ଆମେ ସେଇ ଲୋକ ନୁହଁ ବାକ୍ୟ ଭିତରେ। ତେଣୁ ସେଇ ମନୁଷ୍ୟକୁ ଯଦି ଆମେ ଆବିଷ୍କାର କରିପାରିବା, ସେଇ ମନୁଷ୍ୟକୁ ଯଦି ଆମେ ଗ୍ରହଣ କରିବା, ତେବେ ପ୍ରକୃତରେ ଆମ ଜୀବନ ପରିବର୍ତ୍ତନ ହେଇଯିବ। ଗୋଟେ ବାକ୍ୟ ପଢ଼ିକି ଆମେ ସମାପ୍ତ କରିବା। ରୋମିଓ 4:25 ପଦ ଆମେ ପଢ଼ିବା। ରୋମିଓ 4:25 ପଦ। ରୋମିଓ 4:25 ପଦ। ସେହି ଯୀଶୁ ଆମ୍ଭମାନଙ୍କ ଅପରାଧ ନିମନ୍ତେ ସମର୍ପିତ ହେଲେ, ପୁଣି ଆମ୍ଭେମାନେ ଧାର୍ମିକ ଗଣିତ ହେବା ନିମନ୍ତେ ଉତ୍ଥାପିତ ହେଲେ। ଯୀଶୁଙ୍କର ବିଷୟ ଯଦି ଆମେ ବାଇବେଲରେ ପଢ଼ୁଛୁ, ଯୀଶୁ କାଲବରୀ କ୍ରୁଶରେ ମୃତ୍ୟୁଭୋଗ କଲେ। ତେବେ କ'ଣ ପାଇଁ ମୃତ୍ୟୁଭୋଗ କଲେ ବୋଲି ଲେଖା ହେଇଛି? ନାଇଁ, ସେହି ଯୀଶୁ ଆମମାନଙ୍କର ଅପରାଧ ନିମନ୍ତେ ମୃତ୍ୟୁଭୋଗ କଲେ, ଆଉ ଆମକୁ ଧାର୍ମିକ ଗଣନା କରିବା ପାଇଁ ଉଠିଲେ। କ'ଣ ପାଇଁ ସେ ଉଠିଲେ? ଆମମାନଙ୍କୁ ଧାର୍ମିକ ଗଣନା କରିବା ପାଇଁ। କାହାକୁ ଧାର୍ମିକ ଗଣନା କରିବା ପାଇଁ? ପାପୀମାନଙ୍କୁ ଧାର୍ମିକ ଗଣନା କରିବା ପାଇଁ ସେ ଉଠିଲେ। ତ ତେଣୁ ଆମେମାନେ କେବେ ହେଲେ ପାପୀ ନୁହଁ, କାରଣ ଈଶ୍ୱର ଆମମାନଙ୍କୁ କ'ଣ କରିଛନ୍ତି? ଯୀଶୁ ଆମମାନଙ୍କୁ କ'ଣ କରିଛନ୍ତି? ଧାର୍ମିକ ଗଣନା କରିସାରିଛନ୍ତି। ଆମମାନଙ୍କର ପାପ, ଆମମାନଙ୍କର ଅପରାଧ, ଆମମାନଙ୍କର ଅଧର୍ମ সকଳ ବିଷୟ ସେ କ୍ରୁଶରେ ସମାପ୍ତ କରିଛନ୍ତି। ବାଇବେଲରେ ବାରବାର ଲେଖା ହେଇଛି। ଜିସାୟା 53:4-5 ପଦରେ ଲେଖା ହେଇଛି। ପ୍ରଥମ ପିତର 2:24 ପଦରେ ଲେଖା ହେଇଛି। ତ ଯେହେତୁ ଆମେମାନେ ନିଜକୁ ଦେଖିକି ବଞ୍ଚୁଥିବାରୁ, ଜଗତର ସ୍ୱରକୁ ଅନୁଗମନ କରୁଥିବାରୁ, ଆମେମାନେ ନିଜଠାରେ ଆଶାକୁ ଖୋଜି ବୁଲୁଛୁ। ନିଜଠାରେ ଆଶାକୁ ଆମେ ଖୋଜି ବୁଲୁଛୁ। କିନ୍ତୁ ଯେତେବେଳେ ଆମେ ନିଜଠାରୁ ଆଶା ହରେଇ ଦେଇକି ଆମେ ଯଦି ବାକ୍ୟକୁ ଦେଖିବା, ବାକ୍ୟ ଭିତରେ ପରମେଶ୍ୱର ଆମମାନଙ୍କୁ ପୁରା ପରିଷ୍କାର କରିସାରିଛନ୍ତି। ସେଇଟା ଲେଖା ହେଇଛି, ସେହି ଯୀଶୁ ଆମମାନଙ୍କର ଅପରାଧ ନିମନ୍ତେ ସମର୍ପିତ ହେଲେ, ପୁଣି ଆମ୍ଭେମାନେ ଧାର୍ମିକ ଗଣିତ ହେବା ନିମନ୍ତେ ଉତ୍ଥାପିତ ହେଲେ। ତ
ତ ଈଶ୍ୱର ଆମକୁ ଧାର୍ମିକ ଗଣନା କରିସାରିଛନ୍ତି। ଯୀଶୁ ଯେଉଁ କର୍ମ କଲେ ତାକୁ ଯିଏ କେହି ବିଶ୍ୱାସ କରୁଛି ସେ ଲୋକର ଜୀବନ ମାନେ ନିଶ୍ଚିତ ବଦଳି ଯାଉଛି। ତ ଆମକୁ ସୁସମାଚାର ହେଉଛି ଈଶ୍ୱରଙ୍କର ଶକ୍ତି। ସୁସମାଚାର ହେଉଛି ଈଶ୍ୱରଙ୍କର ଶକ୍ତି। ଯେତେବେଳେ ଜଣେ ଲୋକ ସୁସମାଚାରକୁ ବିଶ୍ୱାସ କରୁଛି ସେ ଲୋକଙ୍କ ପାଖରେ ଈଶ୍ୱର କାର୍ଯ୍ୟ କରୁଛନ୍ତି। ତେଣୁ ଯେତେବେଳେ ଆମେ ପାପୀ କହୁଛୁ, ଆମେ କାହାକୁ ଦେଖି ପାପୀ କହୁଛୁ? ଯୀଶୁଙ୍କୁ ଦେଖୁଛୁ, ଯୀଶୁଙ୍କ ରକ୍ତକୁ ଦେଖୁଛୁ? ନାଇଁ, ଆମ ନିଜର କର୍ମକୁ ଦେଖୁଛୁ, ଆମର ଜୀବନ କାହାଣୀକୁ ଦେଖି ଆମେ ପାପୀ କହୁଛୁ। କିନ୍ତୁ ଆମେ ତ ପାପୀ, ବାଇବେଲ କହୁଛି। କିନ୍ତୁ ଆମକୁ ପାପରୁ ପରିଷ୍କାର କରିବା ପାଇଁ ଯୀଶୁ ଅଲରେଡ଼ି କୃଷାର୍ପିତ ହେଇସାରିଛନ୍ତି। ସେଥିପାଇଁ ଯେତେବେଳେ ଆମେ ଯୀଶୁଙ୍କୁ ଦେଖିବା, ସୁସମାଚାରକୁ ଦେଖିବା, ସେ ଭିତରେ ଆମେ ପରିଷ୍କୃତ ହେଇସାରିଛୁ। ଆମର ସମସ୍ତ ପାପ ଅପରାଧ ଯୀଶୁ କାଲୁରୀ କ୍ରୁଶରେ ସମାପ୍ତ କରିସାରିଛନ୍ତି। ତେଣୁ ସେ ଯେତେବେଳେ ଉଠିଲେ ଆମକୁ ଧାର୍ମିକ ଗଣନା କରିବା ପାଇଁ ସେ ଉଠିଛନ୍ତି। ଯେହେତୁ ତାଙ୍କର ମୃତ୍ୟୁ ଦ୍ୱାରା ଆମର ମୃତ୍ୟୁ ସମାପ୍ତ ହେଇସାରିଛି। ତ ଯେଉଁ ଲୋକମାନେ ବି ଏ ପ୍ରକାର ଦୟନୀୟ ଅବସ୍ଥାରେ ଅଛନ୍ତି, ସେମାନେ ଯେତେବେଳେ ଯୀଶୁଙ୍କର ସୁସମାଚାରକୁ ଗ୍ରହଣ କରିବେ, ଯେତେବେଳେ ସେମାନେ ପରିସ୍ଥିତିକୁ ବିଶ୍ୱାସ ନ କରି କେବଳ ଯୀଶୁଙ୍କୁ ବିଶ୍ୱାସ କରିବେ, ସେଇ ମୁହୂର୍ତ୍ତରେ ସେମାନେ ନିଜର ସେଇ ଦୟନୀୟ ଅବସ୍ଥାରୁ ମୁକ୍ତ ହେଇପାରିବେ। କାରଣ ଶୈତାନ ଯିଏକି ଆମ ଭିତରେ ରହିକି ସିଏ କାର୍ଯ୍ୟ କରୁଛି, ଆଉ ସେଇ ବିଷୟ ଦେଖେଇକି ଆମକୁ ଅନ୍ଧକାରକୁ ଠେଲି ଦେଉଛି। ଆମେ ସେଇ ଅନ୍ଧକାର ଭିତରେ ଯଦି ଆଲୋକକୁ ଗ୍ରହଣ କରିପାରିବା, ଯୀଶୁଙ୍କୁ ଗ୍ରହଣ କରିପାରିବା, ତେବେ ସେଇ ମୁହୂର୍ତ୍ତରୁ ଆମ ଜୀବନ ନିଶ୍ଚିତ ଭାବେ ପରିବର୍ତ୍ତନ ହେବ। ଧନ୍ୟବାଦ। ଭିଡ଼ିଓ ଶୁଣୁଥିବାରୁ, ସୁସମାଚାର ଶୁଣୁଥିବାରୁ ବାଇବେଲ ପଢ଼ନ୍ତୁ, ଯୀଶୁଙ୍କୁ ଗ୍ରହଣ କରନ୍ତୁ। ନିଶ୍ଚିତ ଭାବେ ଈଶ୍ୱର ଆପଣଙ୍କଠାରେ କାର୍ଯ୍ୟ କରିବେ ଆଉ ଆପଣଙ୍କର ଜୀବନକୁ ବଦଳାଇବେ। ଆପଣ ଯେକୌଣସି ପରିସ୍ଥିତିରେ ପଡ଼ିଥିଲେ ମଧ୍ୟ ତାହା ହୁଏତ ମନୁଷ୍ୟ ପାଇଁ ଅସମ୍ଭବ ହେଇପାରେ, ଆପଣଙ୍କ ପାଇଁ ଅସମ୍ଭବ ହେଇପାରେ, କିନ୍ତୁ ଈଶ୍ୱରଙ୍କର ପାଇଁ କୌଣସି ବିଷୟ ଅସମ୍ଭବ ନୁହେଁ। ଧନ୍ୟବାଦ।